ସଂସାର ଏ ସଂସାର ଭିତରେ ନିଜର ବାପ ମାଙ୍କର ବଚନକୁ ପାଳନ କରିବା କେବଳ ପ୍ରଣାମ କରିବା ନୁହେଁ, ତାଙ୍କର ବଚନକୁ ଯୋଉ ପୁଅ ପାଳନ କରିଥାଏ ଏ ସଂସାର ଭିତରେ ସେ ଭଳିଆ ପୁଅ ହଉଛି ଦୁର୍ଲଭ। ଆଉ ସେ ଭଳିଆ ପୁଅ ଯଦି ଏ ସଂସାର ଭିତରେ କେହି ଥାଏ, ଏ ସଂସାର ଭିତରେ ତା ଠାରୁ ଭାଗ୍ୟବାନ ଆଉ କେହି ନାହାନ୍ତି। ଭଗବାନ ରାମ କହୁଛନ୍ତି, ମା ମୁଁ ଯାଉଛି ବଡ଼ ମାଙ୍କ ଠାରୁ ବିଦାୟ ନେଇକି ଆସିବି। ପ୍ରଣାମ କରିକି ଯାଉଛନ୍ତି କିଏ ସେନା ଭଗବାନ ରାମ ପହଞ୍ଚିଛନ୍ତି କୌଶଲ୍ୟା ମାଙ୍କ ନିକଟରେ। କୌଶଲ୍ୟା ମା କହୁଛନ୍ତି, ବଲିହାରି ଯାଉଛି, ଭଲ କିଛି ଟିକେ ଭୋଜନ କରିଲେ ତତେ ବହୁତ ବିଳମ୍ବ ହବ, ଭୋକ ହବ, ରାଜସିଂହାସନ ଉପରେ ବସିବାକୁ ବହୁତ ବିଳମ୍ବ ହବ। କାଲି ସକାଳୁ ଭୂମି ଶୟନ କରିଛୁ, ଭୋଜନ କିଛି କରିନୁ, ଗୁରୁଙ୍କର ଆଦେଶରେ ଉପବାସ ରହିଛି, ଆଜି କିଛି ଖାଇନି। ଭଗବାନ ରାମ କହୁଛନ୍ତି, ମା ଗୋଟେ କଥା ପଚାରିବି ମା, ଅଯୋଧ୍ୟାଟା ବଡ ନା ଜଙ୍ଗଲଟା ବଡ? ମା କୌଶଲ୍ୟା କହିଲେ, ଜଙ୍ଗଲ ବଡ। ମୁଁ ବଡ ଭାଇ ରାମ, ଭରତ ହଉଛି ସାନ ଭାଇ। ନା ପିତାଶ୍ରୀ ଛୋଟିଆ ଭାଗ ଛୋଟ ଭାଇକୁ ଦେଇଛନ୍ତି, ଆଉ ବଡ ଭାଗ ବଡ ଭାଇକୁ ଦେଇଛନ୍ତି। ମନ ଦେଇକି ଶୁଣ, ଏ ସଂସାର ଭିତରେ ଯେତେବେଳେ ମନୁଷ୍ୟ ଉପରେ ବିପତ୍ତି ପଡିଥାଏ ନା, ସେତେବେଳେ ସିଏ ଭାଙ୍ଗି ପଡେ। କିନ୍ତୁ ରାମାୟଣ ଶିକ୍ଷା ଦଉଛି, ବିପତ୍ତିକୁ ସମ୍ପତ୍ତି ବୋଲି ଭାବି ନିଅ। ସେଇ ସମୟରେ ଯିଏ ହସିବା ଶିଖିଗଲା, ସେଇ ସମୟରେ ଯିଏ ବିପତ୍ତିକୁ ନିଜର ସମ୍ପତ୍ତି ବୋଲି ଭାବି ନେଲା, ଭଗବାନ ମତେ ପରୀକ୍ଷା କରୁଛନ୍ତି, ୟା ପରେ ମତେ ସବୁ କିଛି ଆନନ୍ଦ ହିଁ ଆନନ୍ଦ ପ୍ରଦାନ କରିବେ। ଯେତେବେଳେ ତୁମେ ବିପତ୍ତିକୁ ନିଜର ଆନନ୍ଦ ବୋଲି ମାନି ନେବ, ସେତେବେଳେ ରାମାୟଣ ଶୁଣିବା ଆମ ପାଇଁ ସାର୍ଥକ ହବ। ଭଗବାନ ରାମ କହୁଛନ୍ତି, ମା ମତେ ବଡ ରାଜ୍ୟରେ ପିତାଶ୍ରୀ ରାଜା କରିଦେଇଛନ୍ତି। ପିତା ଦିନ ମୋହି କାନନ ରାଜୁ ଶ୍ରୀରାମ ଜୟ